ମାଲକାନଗିରିର ମାଟିଲଗ୍ନା ସାହିତ୍ୟ ସଂସଦ ପକ୍ଷରୁ ପୁରୀ ସଂସ୍କୃତି ଭବନ ଠାରେ ରାଜ୍ୟସ୍ତରୀୟ ଶୀତକାଳୀନ ସାରସ୍ୱତ ଆସର ଅନୁଷ୍ଠିତ ହୋଇଯାଇଛି। ଏହି ଆସରରେ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ ଓଡ଼ିଆ ଭାଷା ପ୍ରତିଷ୍ଠାନର ପୂର୍ବତନ ନିର୍ଦ୍ଦେଶକ ଡକ୍ଟର କୈଳାସ ଚନ୍ଦ୍ର ଟିକାୟତ ରାୟ। ଅନୁଷ୍ଠାନ ସଭାପତି କିଶୋର ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆସରକୁ ଉଦ୍ଘାଟନ କରିଥିଲେ ଉତ୍କଳ ବ୍ରାହ୍ମଣ ସମାଜର ମୁଖ୍ୟ ଉପଦେଷ୍ଟା ପଣ୍ଡିତ ବିଚିତ୍ରାନନ୍ଦ ମିଶ୍ର। ନଗର ଉନ୍ନୟନ ବିଭାଗର ପୂର୍ବତନ ନିର୍ଦ୍ଦେଶକ ମିନକେତନ ଦାସ ମୁଖ୍ୟ ବକ୍ତା ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ଶିଶୁ ସାହିତ୍ୟିକ ବୀରେନ୍ଦ୍ର ମହାନ୍ତି ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ଦେବଗଡ଼ ଜିଲ୍ଲା କଂସର ସ୍ଥିତ ପିଏସ୍ ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ବିନିତା ମହାପାତ୍ର, ମାଟିଲଗ୍ନାର ମୁଖ୍ୟ ଉପଦେଷ୍ଟା ନୂରାବତୀ ସାହୁ, ମୁଖ୍ୟ ସମ୍ପାଦକ ଜୟନ୍ତ କୁମାର ମହାଲିକ, ଉପଦେଷ୍ଟା ନରସିଂହ ପ୍ରସାଦ ନାୟକ, ଗୋଦାବରୀଶ ଦାସ, ସ୍ୱାମୀ ନିତ୍ୟ ବୋଧାନନ୍ଦ, ସ୍ୱର୍ଣ୍ଣକାନ୍ତି ପତି ପ୍ରମୁଖ ମଞ୍ଚାସୀନ ଥିଲେ। ସାଧାରଣ ସମ୍ପାଦକ ଶୁଭ୍ରାଂଶୁ ଶେଖର ପାଢୀ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ପଣ୍ଡିତ ଗୋଲକ ବିହାରୀ ଶତପଥୀଙ୍କ ଦ୍ୱାରା ବେଦଧ୍ୱନି କରାଯାଇଥିଲା। ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ସମାଜ ଉପରେ ସାହିତ୍ୟର ପ୍ରଭାବ ଓ ସାହିତ୍ୟ ସୃଜନର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ କବି ଗୋଦାବରୀଶଙ୍କ ରଚିତ ଭକ୍ତି ଚରଣାମୃତ, କବି ଗୌରହରି ସାହୁଙ୍କ ରଚିତ ମାୟାମଞ୍ଜରୀ ପୁସ୍ତକ ତଥା ସ୍ମରଣିକା ମାଟିଲଗ୍ନା ଉନ୍ମୋଚିତ ହୋଇଥିଲା।